ଆଜି ଦିନଟା ମୁଢ଼ି ଖାଇକି କଟିଯିବ ବୋଲି ମୁଁ କେବେ ଭାବିନଥିଲି। ତ ହ୍ୟାଲୋ ଗାଇସ୍, ଗୁଡ୍ ମର୍ଣ୍ଣିଂ, ଜୟ ଜଗନ୍ନାଥ। ଏଇ ମିନି ବ୍ଲଗ୍ରେ ଆପଣମାନଙ୍କୁ ସ୍ୱାଗତ କରୁଛି ମୁଁ ବାଦଲ। ତ ଗାଇସ୍, ସକାଳୁ ସକାଳୁ ଆମେ ପୋଲ ପାଖରୁ ପହଞ୍ଚି ଯାଇଥିଲେ ଚାଲି ଚାଲି ଆସିକି। ଜଷ୍ଟ ମୁଁ ପହଞ୍ଚିଛି, ତାପରେ ଚନ୍ଦନ ଭାଇ ଆସିକି ବି ପହଞ୍ଚିଗଲେ। ଚନ୍ଦନ ଭାଇ ପହଞ୍ଚି ସାରିଲା ପରେ ମୁଁ ଆସିକି ଡ୍ରାଇଭିଂ ସିଟ୍ରେ ଆସିକି ବସିଗଲି। ବସିଲା ପରେ ମୁଁ ବେତନଟି ପୁରା ଗାଡ଼ି ଚଲେଇଛି। ତାପରେ ଚନ୍ଦନ ଭାଇ କହିଲେ କି ମୋତେ ବି ଟିକେ ଦେ, ମୁଁ ବି ଗାଡ଼ି ଟିକେ ଚଲେଇବି। ସିଏ ବି ଟିକେ ଟିକେ ଗାଡ଼ି ଚଲେଇବା ଜାଣିଛନ୍ତି। ଏଇ ଚଢ଼େଇ ଗୁଡ଼ା ଭାଙ୍ଗିରି ଖୁସିରେ ଆସିକି ଆମେ ଦେଖିଲୁ ଏଇଗୁଡ଼ା କି ଚଢ଼େଇ ଆଉ କିଏ ଜାଣିଛି କମେଣ୍ଟ କରି କହିବେ। ତାପରେ ଆସିକି ଆମେ ସେ ବିଲ ପାଖରେ ପହଞ୍ଚିଲୁ ଯେଉଁଠି ସବୁ ପରିବା ଲୋଡ୍ ହବ। ତ ହେଇଥିଲା ଦିଟା। ତାପରେ ମୋତେ ଭୋକ ବି ଲାଗୁଥିଲା ବହୁତ ଜୋରସେ, କିଛି ନଥିଲା। ମୁଢ଼ି ନେଇକି ଆସିଥିଲା ଚନ୍ଦନ ଭାଇ ତାଙ୍କ ଘରୁ। ତାପରେ ସେଗୁଡ଼ା ପାଟିରେ ପକେଇଦେଲି। ଇଏ ହେଇଥିଲା ଚାରିଟା। ତ ବିମ୍ ବି ଆମର ସବୁ ପୁରା ସରିଯାଇଥିଲା। ତ ତାକୁ ବୋହିକି ଆମେ ଥାକି ଦେଇଥିଲୁ, ଆଉ ଗୋଟେ ଥିଲା। ତ ମୁଁ ଯାଇକି ସେଠି ଧିନେଇଲି, ଆଉ ଚନ୍ଦନ ଭାଇ ତାର ସେଠି ଲୋଡ୍ କରୁଥିଲା। ତ ଆମର ଲୋଡ୍ ସରିଗଲା ବିମ୍। ତ ଦେଖିପାରୁଥିବେ। ତ ବିମ୍ ଲୋଡ୍ ସରିଲା ପରେ ଆମେ ଆସିକି ଏବେ ଗାଡ଼ି ସିଟ୍ରେ ବସିଗଲୁ। ବସାରିକି ପୁଣି ଆଉ ଗୋଟେ ଜାଗାକୁ ଚାଲିଲୁ ବାଇଗଣ ଲୋଡ୍ କରିବା ପାଇଁ। ତ ଚାଲିଲୁ ବାଇଗଣ ଲୋଡ୍ କରିସାରିକି ହେଇଥିଲା ରାତି। ତ ସିଧା ଚାଲିଲୁ ଟାଣିକି ଆସିକି ମା ମଙ୍ଗଳା ହୋଟେଲରେ ଆସିକି ଆମେ ପହଞ୍ଚିଗଲୁ। ଭୋକ ବି ଲାଗୁଥାଏ କାହିଁକିନା ମୁଢ଼ି ଖାଇକି ଥିଲା ଦିନ ସାରା। ତ ବିରିୟାନୀ ଥରେ ସିଏ ଗୋଟେ ଖାଇଲା, ମୋ ପାଇଁ ଗୋଟେ ନାନ୍ ଆଉ ମସରୁମ୍ ଗୋଟେ ନେଇ ଆସିଲି। ତ ଖାଇଦେଇକି ଆଉ ଗୋଟେ ପିଡ଼ିଟର ଆମେ ପିଇଦେଲୁ। ପିଇ ଦେଇକି ସିଧା ପଳେଇ ଆସିଲୁ ଟାଣିକି। ମାନେ ପିକଅପ୍ କେତେ ସ୍ପିଡ୍ ଚଲେଇଛନ୍ତି ତ କମେଣ୍ଟରେ ନିହାତି କହିବେ। ମୁଁ ତ 82 ବ୍ରାଞ୍ଚ ଧରିଛି ପିକଅପ୍, ତାଠୁ ଆଉ ଉପରକୁ ଯାଇନି। ଏଇ ଭିଡ଼ିଓ ବ୍ଲଗ୍ ଏତେ ବ୍ରାଞ୍ଚ ହେଲା ଦେଖୁଛନ୍ତି ତ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।